প্রিয় দর্শক নমস্কার, ମୁଁ ଡକ୍ଟର ଭବତୋଷ ମଣ୍ଡଳ, ଜଣେ ହୋମିଓପାଥିକ ଚିକିତ୍ସକ। ଏବେ ମୋ ପାଖରେ ଗୋଟିଏ ଛୁଆ ଆଣିଛନ୍ତି। ଏହି ଛୁଆଟି 3 ମାସ ପୂର୍ବରୁ ମୋ ପାଖକୁ ଆସିଥିଲେ। ସେତେବେଳେ ତା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଥିଲା। ତାକୁ କେବେ ଥଣ୍ଡା ଛାଡ଼େ ନାହିଁ, ଆଖିରୁ ପାଣି, ନାକରୁ ପାଣି, ଛିଙ୍କ, କାଶ, ସର୍ଦ୍ଦି ସବୁ ରହିଛି ଏବଂ ଛୁଆଟିର ବୟସ 6 ବର୍ଷ ହୋଇଥିଲେ ମଧ୍ୟ ଛୁଆଟିକୁ ମନେ ହେଉଛି ଯେପରି 2-2.5 ବର୍ଷର ପିଲାଟିଏ। ତାକୁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଛନ୍ତି, ଏପରିକି କଟକ ନେଇଥିଲା ନା ଭୁବନେଶ୍ୱର, ଆଚ୍ଛା, ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ତାକୁ ଚିକିତ୍ସା କରାଯାଇଛି। ସେଠାରେ ସେମାନେ କହିଲେ ଯେ ଛୁଆଟିର ଲଙ୍ଗସ୍ ସମସ୍ୟା ଅଛି, ତାକୁ ଅପରେସନ୍ କରିବାକୁ ପଡ଼ିବ। ଅପରେସନ୍ ନହେଲେ ତାର ସେପରି ଚିକିତ୍ସା ବିଶେଷ କିଛି ନାହିଁ। କିନ୍ତୁ ସେମାନେ ଅପରେସନ୍ ନ କରି ମୋର ଭିଡ଼ିଓ ଦେଖି ସେମାନେ ମୋ ପାଖକୁ ଆସିଥିଲେ। ଯେତେବେଳେ ମୋ ପାଖକୁ ଆସିଥିଲେ ସେତେବେଳେ ଛୁଆଟିର ଚେହେରା ବହୁତ କଳା ଦିଶୁଥିଲା, ଆଖିରୁ ପାଣି ବାହାରୁଥିଲା, ନାକରେ ସର୍ଦ୍ଦି, ପ୍ରବଳ କାଶ, ଛିଙ୍କ ଏବଂ ଦେହ ସମ୍ପୂର୍ଣ୍ଣ ସୁସ୍ଥ ନଥିଲେ। ସେ ବହୁତ ପତଳା ଶରୀର ଏବଂ ଓଜନ ମଧ୍ୟ ବହୁତ କମ୍ ଥିଲା। ବର୍ତ୍ତମାନ ମୁଁ ତାଙ୍କୁ 2 ମାସ ଚିକିତ୍ସା ଦେବା ପରେ ଏଇଟା 3ୟ ମାସରେ ସେ ଛୁଆଟିର ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିଛି। ସେତେବେଳେ ତାଙ୍କର ଯେଉଁ ଆଙ୍ଗୁଳି ଗୁଡ଼ିକ ଥିଲା, ଏଇ ଯେଉଁ ଆଙ୍ଗୁଳିର ମୁଣ୍ଡି ଟିପ ଗୁଡ଼ାକ ଏଗୁଡ଼ିକ ପୁରା ଗୋଲ ହେଇକି ଫୁଲିକି ସବୁ ଥିଲା। ଆଉ ଛୁଆର ଜ୍ୱର ସବୁବେଳେ ରହୁଥିଲା। ଛୁଆଟି ଦିନେ ହେଲେ ସେ ସୁସ୍ଥ ଅନୁଭବ କରୁନଥିଲା। ସବୁବେଳେ ତାଙ୍କୁ ଭୋକ ଲାଗେ, ଖାଏ, କିନ୍ତୁ ଶରୀରରେ କେବେ ବି ତାର ଉନ୍ନତି ହେଉନଥିଲା। ବର୍ତ୍ତମାନ ଛୁଆଟିର ଅବସ୍ଥା, ଛୁଆ ଶରୀରରେ କାଶ ତ ରହୁଛି କିନ୍ତୁ ଏତେ ନାହିଁ, ଜରୁଆ ଅବସ୍ଥା କଟିଯାଇଛି। ତାକୁ ଶୀତ ଲାଗୁଥିଲା, ଶୀତ ବି ନାହିଁ। ଆଉ ଯାହା ବି ହେଉ ଛୁଆଟି ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏବେ ଆଉ ତାର ଆଗ ପରି କାଶ ନାହିଁ, ଛିଙ୍କ ନାହିଁ, ଜ୍ୱର ନାହିଁ। ଜ୍ୱର ଆସିଲେ ମଧ୍ୟ ବେଳେବେଳେ ଆସୁଛି ଏବଂ ତାଙ୍କର ବିଭିନ୍ନ ପ୍ରକାର ଶରୀରରେ ଯେଉଁ ପ୍ରୋବ୍ଲେମ୍ ଥିଲା ତାହା ପରିବର୍ତ୍ତିତ ହୋଇପାରିଛି। ଆଶା କରୁଛି ଆଉ 2-3 ମାସ ଚିକିତ୍ସା ନେଲେ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ। ତ ଏବେ ଆମେ ଛୁଆର ବାପାଙ୍କ ଠାରୁ କିଛି କଥା ଶୁଣିବା ପାଇଁ ଚାହିଁବା। ଆଚ୍ଛା, ଆପଣ ଯେଉଁ ଔଷଧ ଦେଉଥିଲେ ହେଲା, ଯେଉଁ ଔଷଧ ଦେଉଥିଲେ ସେ ଔଷଧରେ କି ପ୍ରକାର ପରିବର୍ତ୍ତନ ଆପଣ ଭାବୁଛନ୍ତି? ସେ ଔଷଧରେ ତ କିଛି ପରିବର୍ତ୍ତନ ହେଉନଥିଲା। ଏବେ ବର୍ତ୍ତମାନ ଚିକିତ୍ସାରେ ଛୁଆ ବହୁତ ପରିବର୍ତ୍ତନ ହେଉଛି। ବହୁତ ପରିବର୍ତ୍ତନ ହେଉଛି। ତାର କ'ଣ ପରିବର୍ତ୍ତନ ଅନୁଭବ କରୁଛନ୍ତି? ଜ୍ୱର ବି କମିଛି, ଖାସ କମିଛି, ସର୍ଦ୍ଦି କମିଛି, ଆଖି ଢଳ ହେଉଥିଲା, ସେ ଢଳ ବି କମିଛି, ଛାତି ଧଡ଼ ହେଉଥିଲା, ସେଇଟା ବି କମିଛି। ଛାତି ବି ଧଡ଼ ହେଉଥିଲା, ଆଉ ଛାତି ଭିତରେ ଘଡ଼ ଶବ୍ଦ ହେଉଥିଲା, ସେ ଶବ୍ଦ ବି କମିଛି। ପ୍ରିୟ ଦର୍ଶକ, ତେବେ ଆପଣ ଦେଖିଲେ ଯେ ହୋମିଓପାଥିକ ଚିକିତ୍ସା ଦ୍ୱାରା ଗୋଟିଏ ଶିଶୁର ଶରୀରରେ କିପରି ପରିବର୍ତ୍ତନ ଆସିଛି, ଯାହା ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଅସମ୍ଭବ ଥିଲା, ତାହା ହୋମିଓପାଥିକ ଚିକିତ୍ସାରେ ସମ୍ଭବ ହୋଇପାରୁଛି। ତେଣୁ ଯଦି ଆପଣମାନେ କୌଣସି ପୁରୁଣା ରୋଗ ଭୋଗୁଥାନ୍ତି, ବିଭିନ୍ନ ପ୍ରକାର ପରୀକ୍ଷା କରି ରୋଗର କାରଣ ଜାଣିପାରୁନାହାନ୍ତି, ତେବେ ଅଭିଜ୍ଞ ହୋମିଓପାଥିକ ଚିକିତ୍ସକଙ୍କ ସହିତ ସାକ୍ଷାତ କରନ୍ତୁ। ଆଉ ଯଦି ଆମର ସହଯୋଗ ଆପଣମାନେ ଦରକାର ମନେ କରୁଛନ୍ତି, ତେବେ ଆମର ନମ୍ବର ହେଉଛି 8249954435। ଏହି ନମ୍ବରରେ କଲ୍ କରନ୍ତୁ ଏବଂ ଆଶା କରୁଛି ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ। ଧନ୍ୟବାଦ।